କଳିଯୁଗରେ ବର୍ତ୍ତମାନ ଯେଉଁ ଯୁଗରେ ଆମେ ବସବାସ କରୁଛୁ, ଯାହାର ନିଜ ଭାଷଣ କହୁଥିଲେ ଧର୍ମର ଯୋଉଠି ଜ୍ଞାନୀ ଘଟିବ ସେତେବେଳେ ଭଗବାନ ଅବତାର ହେବେ। ମୁଁ ସବୁବେଳେ ଗୋଟେ କଥା କୁହେ, ସେଇ ଗୀତାରେ ଅଧ୍ୟାୟ ମତେ ଲେଖା ହେଇଛି ମମେ ବଂଶ ଜୀବ ଲୋକେ ଜୀବ ଭୂତ ସନାତନ। ଆମେ ସମସ୍ତେ ପରମପିତା ପରମେଶ୍ୱରଙ୍କର ସଚିଦାନନ୍ଦ ପରମେଶ୍ୱରଙ୍କ ଗୋଟେ ଅଂଶ, ସେଇ ପରମାତ୍ମାର ଆତ୍ମା। ତେବେ ଆମେ କଣ ଏତେ ଦୁର୍ବଳ? ଆମେ କାହିଁକି ଖୋଜିବା କି ସ୍ୱୟଂ ଆମେ ଆଉ କିଛି କରିପାରିବାନି? ଅନ୍ୟାୟ ଅନୀତି ଅଧର୍ମ ବିରୁଦ୍ଧରେ ଆମେ ଆଉ ଲଢ଼ିପାରିବାନି। ଆମେ ଖୋଜିବା କେବଳ କି ଯେତେବେଳେ ଅବତାର ନେବେ ସେ ଆସିକି ଆମକୁ ତ୍ରାଣକର୍ତ୍ତା ହେବେ। କାହିଁକି? ଆମେ ତାଙ୍କର ଅଂଶ। ଆମେ ମଧ୍ୟ ଅଧର୍ମ ଅନ୍ୟାୟ ଅନୀତି ବିରୁଦ୍ଧରେ ଆମର ଜୀବନ ଥିବା ଯାଏ ଆମେ ଲଢ଼ିବୁ, ସଂଗ୍ରାମ କରିବୁ। ଏଇଟା ହିଁ ଗୋଟେ ସବୁବେଳେ ଯୁବ ସମାଜକୁ ଆହ୍ୱାନ ହୁଏ। ସେହିଭଳି ଭାବରେ ଆମେ ଯେତେବେଳେ ବି ମହାପ୍ରଭୁଙ୍କର ଆଶୀର୍ବାଦ ନଉ, ସମସ୍ତଙ୍କର ଶକ୍ତି ନଉ, କିନ୍ତୁ ଲଢ଼ିବା ପାଇଁ ଆମେ ନିଜେ ପ୍ରସ୍ତୁତ ରହିବା। ଆଉ ମୁଁ ତ ଏତିକି ପ୍ରାର୍ଥନା କରେ କି ଆମେ ଥିବା ଯାଏ ଧରା ପୃଷ୍ଠରେ ଆମେ ଭଗବାନଙ୍କୁ କଷ୍ଟ ଦେବୁନୁ, ସେ ଅବତାର ନିଅନ୍ତୁ। କାରଣ ଆମେ ତାଙ୍କର ଯେଉଁ ଅଧର୍ମ